ଆସନ୍ତୁ ଜାଣିବା ଭଗବାନଙ୍କର 10 ଅବତାରଙ୍କ ମଧ୍ୟରୁ ଏକ ଅବତାର ବିଷୟରେ। ସେ ଅବତାର ହେଉଛି ମତ୍ସ୍ୟ ଅବତାର। ଅନେକ ବର୍ଷ ପୂର୍ବେ ସତ୍ୟବ୍ରତ ନାମରେ ଜଣେ ରାଜା ଥିଲେ। ସେ ରାଜାଙ୍କ ଭଳି ଜୀବନଯାପନ ନ ବିତାଇ ସର୍ବଦା ଋଷିଙ୍କ ପରି ତପସ୍ୟା କରୁଥିଲେ। ରାଜଶ୍ରୀ ସତ୍ୟବ୍ରତ ସର୍ବଦା ନଦୀକୁ ସ୍ନାନ କରିବା ପାଇଁ ଯାଆନ୍ତି। ଏକଦା ସେ ନଦୀରେ ସ୍ନାନ ସାରି ତର୍ପଣ କରିବା ସମୟରେ ତାଙ୍କ ଆଞ୍ଜୁଳିରେ ଥିବା ଜଳ ମଧ୍ୟକୁ ଗୋଟିଏ ଛୋଟ ମାଛ ପ୍ରବେଶ କଲା ଏବଂ କହିଲା, ଏଇ ନଦୀରେ ଥିବା ସବୁ ବଡ଼ ମାଛମାନେ ଛୋଟ ମାଛମାନଙ୍କୁ ଭକ୍ଷଣ କରୁଛନ୍ତି। ମୋତେ ଏକ ନିରାପଦ ସ୍ଥାନକୁ ନେଇଯାଆନ୍ତୁ। ମାଛ କଥା ଶୁଣି ରାଜା ମାଛକୁ ନିଜ କମଣ୍ଡଳୁ ଭିତରେ ରଖି ନିଜ ସହ ନେଇଗଲେ। ଏକ ପାଣିକୁଣ୍ଡ ଭିତରେ ଛାଡ଼ିଦେଲେ। ତା ପରଦିନ ସେ ମାଛଟି ଏକ ବିଶାଳ ରୂପ ଧାରଣ କଲା ଏବଂ ରାଜାଙ୍କୁ କହିଲା, ମୋତେ ଏଠାରେ ଚଳପ୍ରଚଳ ହେବା ପାଇଁ ଅସୁବିଧା ହେଉଛି। ମୋତେ ନେଇ ସମୁଦ୍ରରେ ଛାଡ଼ି ଦିଅନ୍ତୁ। ରାଜା ମାଛଟିକୁ ନେଇ ସମୁଦ୍ରରେ ଛାଡ଼ିଦେଲେ। ରାଜା ତାଙ୍କ ତପବଳରେ ଜାଣିସାରିଥିଲେ ଯେ ଇଏ କୌଣସି ସାଧାରଣ ମାଛ ନୁହନ୍ତି। ଏଣୁ ମାଛଟିକୁ ଛାଡ଼ିବା ବେଳେ କହିଲେ, ହେ ମତ୍ସ୍ୟରାଜ, ଆପଣଙ୍କ ପରିଚୟ ମୋତେ ପ୍ରଦାନ କରନ୍ତୁ। ଏହା ଶୁଣି ମାଛଟି କହିଲା, ହେ ରାଜଶ୍ରୀ, ଆଜିଠୁ 7 ଦିନ ପରେ ମହାପ୍ରଳୟ ହେବାକୁ ଯାଉଛି, ଯାହା ଫଳରେ ପୃଥିବୀ ସମୁଦ୍ରରେ ଲୀନ ହୋଇଯିବ। ସେତେବେଳେ ମୁଁ ମତ୍ସ୍ୟ ରୂପରେ ଏକ ନୌକା ନେଇ ଆସିବି। ଆପଣଙ୍କ ସହ ସପ୍ତଋଷିଙ୍କୁ ମଧ୍ୟ ନେଇଯିବି। ଏହାପରେ ପ୍ରଳୟ ସମୟରେ କହିବା ଅନୁଯାୟୀ ମାଛଟି ମଧ୍ୟ ସେହିପରି ନୌକାଟିକୁ ନେଇ ହିମାଳୟର ଏକ ଉଚ୍ଚତମ ଶୃଙ୍ଗରେ ରଖିଦେଲେ ଏବଂ ସେହି ମତ୍ସ୍ୟ ଅବତାରରେ ମଧ୍ୟ ହୟଗ୍ରୀବ ନାମର ଏକ ଅସୁରଠାରୁ 4 ବେଦକୁ ଉଦ୍ଧାର କରିଥିଲେ। ଏହାପରେ ନାରାୟଣ ରାଜା ସତ୍ୟବ୍ରତଙ୍କୁ ମତ୍ସ୍ୟ ରୂପ ତ୍ୟାଗ କରି ସ୍ୱୟଂ ନାରାୟଣଙ୍କ ରୂପ